লাঠি ঠাকুরাণী ও গ্রামদেবতী যাত্রা আরম্ভ। କୁକୁଡ଼ାଖନ୍ତି ବ୍ଲକ ଅନ୍ତର୍ଗତ ଲାଠି ଗ୍ରାମରେ ବାର୍ଷିକ ଠାକୁରାଣୀ ଓ ଗ୍ରାମଦେବତୀ ଯାତ୍ରା ଶନିବାର ମଧ୍ୟରାତ୍ରିରେ ଆରମ୍ଭ ହୋଇଯାଇଛି। ଏହା ଦୀର୍ଘ 15 ଦିନ ଧରି ଚାଲିବ। ଶନିବାର ବିଳମ୍ବିତ ରାତ୍ରିରେ ଅର୍ଥାତ୍ ତୃତୀୟା ତିଥିରେ ଦୁଇ ଦେବୀ ନିଜ ନିଜ ମନ୍ଦିରରୁ ବାହାରି ସାହି ପରିକ୍ରମା କରିଥିଲେ। ଏହାପରେ ବାଦ୍ୟ ବାଜଣା ସହ ଅନେକ ବେଶ ପଟୁଆରରେ ଦେବୀମାନେ ଅସ୍ଥାୟୀ ମନ୍ଦିରରେ ବିରାଜମାନ ହୋଇଥିଲେ। ଏହି ଉପଲକ୍ଷେ ପଣ୍ଡା ସାହି, ବନ୍ଧହୁଡ଼ା ସାହି, ସୁଣ୍ଡି ସାହି, ତଳ ସାହି ସମେତ ସାରା ଗାଁକୁ ସୁସଜ୍ଜିତ କରାଯିବା ସହ ଅସ୍ଥାୟୀ ମନ୍ଦିର ମାନଙ୍କରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆସନ୍ତା 19 ତାରିଖ ଦିନ ଏହି ଅବସରରେ ବିଭିନ୍ନ ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ମାଙ୍କ ପୂଜକ ଟୁନା ପଣ୍ଡା, କୁଳ ପୁରୋହିତ ବୃନ୍ଦାବନ ଦାସ ନବରାତ୍ର ପୂଜା ପ୍ରାୟ 30 ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଛି। ଏଥିରେ ପରିଚାଳନା ଟ୍ରଷ୍ଟି ଜଗନ୍ନାଥ ପଣ୍ଡା, ଯାତ୍ରା ଟ୍ରଷ୍ଟି ହରିହର ପାଢ଼ୀ, ରଙ୍କନିଧି ପଣ୍ଡା, ସୁବାସ ପଣ୍ଡା, ଭଗବାନ ପଣ୍ଡାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। କୁକୁଡ଼ାଖନ୍ତି ରୂପୀ କୃଷ୍ଣମୂର୍ତ୍ତି ଅଙ୍କ ରିପୋର୍ଟ ଲାଇଭ୍ ଓଡ଼ିଶା ନ୍ୟୁଜ ଅପଡେଟ୍।